କାଲି ଯୋଉଟା ହେଇଛି ତାଙ୍କର ଏଇଟା ବ୍ୟକ୍ତିଗତ ଶତ୍ରୁତା ତା ଆଗରୁ ହେଇଥିଲା ଆଉ ଥରେ ହେଇଛି। ଅସୁବିଧାଟା କ'ଣ ଗଞ୍ଜାମ ଜିଲ୍ଲା ହେଉଛି ଗୋଟେ ଶାନ୍ତିପ୍ରିୟ ଜିଲ୍ଲା, ଏସବୁ ନଥିଲା ସେଠି। କିନ୍ତୁ ଏଇ ଯେଉଁ 25 ବର୍ଷ ଶାସନରେ ଏମାନେ ଗଞ୍ଜାମ ଜିଲ୍ଲାଟାକୁ ଗୁଣ୍ଡାମାନଙ୍କୁ ପୋଷିକିରି ଏତେ ବଢ଼େଇ ଦେଲେ ଯେ 25 ବର୍ଷରେ ଯେଉଁ ନାଟକ ଚାଲିଛି ତାକୁ ସଜାଡ଼ିବାକୁ ଆମକୁ ଟିକେ ସମୟ ଲାଗୁଛି। ଏବେ ହେଇଗଲାଣି, କଣ୍ଟ୍ରୋଲ କରୁଛୁ, କିନ୍ତୁ ଆଉ ଟିକେ ସମୟ ଲାଗିବ। ଏବେ ଏନକାଉଣ୍ଟର କରାହେଇଛି, ଗୋଟେ ମେସେଜ ଦିଆହେଇଛି ଯେ ଯିଏ ସବୁ କରିବ ଗୁଣ୍ଡାଗିରି କି ଦାଦାଗିରି କି ଯିଏ ଓହ୍ଲେଇବ ଏନକାଉଣ୍ଟର ହବ। ନବୀନ ପଟ୍ଟନାୟକ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ୱିଟ୍ କଲେଣି, ସରକାରଙ୍କୁ ଟାର୍ଗେଟ କଲେଣି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଅରାଜକତା ବର୍ତ୍ତମାନ। ନବୀନ ପଟ୍ଟନାୟକର କଥାରେ କିଏ ଅଛି, କିଏ ଶୁଣୁଛି ତା ଟ୍ୱିଟ୍କୁ? କେବେ ଥିଲା ଚିଠିରେ ଲେଖୁଥିଲା, କେବେ କ'ଣ କରୁଥିଲା। 24 ବର୍ଷ ଶାସନ ରହିଲା, କିନ୍ତୁ ଦିନେ ବିଧାନସଭାକୁ ଗଲେନି। ସେକ୍ରେଟେରିଏଟକୁ କେଉଁ ମାସକୁ ଥରେ ଯିବେ, କୌଣସି କଥା ସେ ବୁଝୁନଥିଲେ। ସରକାରଟାକୁ ଗୋଟେ ଲିଜ୍ରେ କାହାକୁ ହେଲେ ଦେଇ ଦେଉଥିଲେ, ସେମାନେ ବୁଝୁଥିଲେ। ଆଉ ଇଏ ଟ୍ୱିଟ୍ କରିବ, ଇଏ କରିବ, ଏଗୁଡ଼ାକ ଏବେ ଯେଉଁ ତାକୁ ବୁଦ୍ଧି ଆସିଲା। ଏବେ ତମେ ଦେଖୁଥିବ ସବୁ MLA ମାନଙ୍କ ସାଙ୍ଗରେ ସେ କଥା ହେଉଛନ୍ତି, MLA ମାନଙ୍କ ସାଙ୍ଗରେ କଥା ହେଉଛନ୍ତି। MLA ମାନଙ୍କ ସାଙ୍ଗରେ କଥା ହେଲେ ମନ୍ତ୍ରୀମାନଙ୍କ ସାଙ୍ଗରେ ମଧ୍ୟ କଥା ହେଉଥିଲେ। ସେ କେବେ କେଉଁ ମନ୍ତ୍ରୀକି ଚିହ୍ନୁଥିଲା, କେଉଁ MLAକୁ ସେ ଚିହ୍ନିଥିଲା, କେଉଁ IAS ଅଫିସରକୁ ସେ ଜାଣିଥିଲେ, କାହାକୁ ସେ ଜାଣିନଥିଲେ। ଲିଜ୍ରେ ଗୋଟେ ସରକାର ଚାଲିଥିଲା, ଯାହାର ଉତ୍ତରଦାୟୀ ଏବେ ଆମେ ହେଉଛୁ। ସିଏ ଉତ୍ତରଦାୟୀ ହେବା କଥା, କିନ୍ତୁ ଅବସ୍ଥାରେ ଭୋଗ କରୁଛୁ ଏବେ ଭାରତୀୟ ଜନତା ପାର୍ଟି। ଭାରତୀୟ ଜନତା ପାର୍ଟିର ସରକାର, ତାର ଅବସ୍ଥା ଏବେ ଶୋଚନୀୟ ଅବସ୍ଥା ଭୋଗ କରୁଛି। ମାମା, ଭରସା ମାନେ କ'ଣ? ପାତ୍ର ଇଲେକ୍ଟ୍ରୋନିକ୍ସ, ସମ୍ପର୍କ ଏକ ଭରସାର।